করে রাজরাস্তাকে ভেঙে দেওয়া আমার একমাত্র লক্ষ্য। রামচন্দ্র ভগবান সজীবা ଆଉ ମୋ ପୁଅ ଭରତ ରାଜା। କଥା କହିକି ଗୋଟେ କଥା ମନେ ରଖିଥିବେ, ସମୟ ସବୁ କିଛି ବଦଳେଇ ଦିଏ। ନିଆଁ ନଥାଇ ଘର ପଡ଼ିଦିଏ, ପବନ ନଥାଇ ଛପର ଉଡେଇ ଦିଏ, ଆଉ ରାଜା ପୁଅକୁ ଭିକାରୀ ସଜେଇ ଦିଏ। ନଦୀ ପଟାର ବାଲିଗଡ଼ାକୁ ଉଠେଇ ନେଇ ସାରା ଗ୍ରାମ ସଜେଇ ଦିଏ। ସେଇଥିପାଇଁ ଦୁନିଆରେ ସମସ୍ତେ କୁହନ୍ତି ମଣିଷ ସମୟର ଦାସ। ঠিক আছে, ତମ ହସ୍ପିଟାଲ ନାଁଟା ମତେ କୁହ, ମୁଁ ତମ ହସ୍ପିଟାଲ ଛାଡ଼ିଦେବି। ଆଉ ତମେ ସତ କହୁଛ ନା ମିଛ କହୁଛ ସେଇଟା ପ୍ରମାଣ ହେଇଯିବ। ମାନେ ମୁଁ ତମକୁ ଡ୍ରାଇଭର ଭଳିଆ ଦେଖାଯାଉଛି? ଗାଡି ଚଲୁଥିବା ବ୍ୟକ୍ତିକୁ ଗଡ କୁହାଯାଏ। ଯଦି ଆପଣ ସେ କଥା ଜାଣିନାହାନ୍ତି ତାହେଲେ ଗୁଗଲ ସର୍ଚ୍ଚ କରି ଉତ୍ତରଟା ପାଇଯିବେ। ଦେଖିଲୁ ଏ ମୁଦିଟା ତୋର ଚଏସ୍ ହଉଛି ନା ନାଇଁ? ପୁରା 10 ଗ୍ରାମ ଅଛି। 50ଟା ମୁଦି ଭିତରେ ଏଇ ମୁଦିଟା ଚଏସ୍ କର। କ୍ଷମା କରିବେ ଆଣ୍ଟି, 10 ଗ୍ରାମ ଛାଡ଼ି ଯଦି 100 ଗ୍ରାମ ହୁଏ ସୁନା ପ୍ରତି ମୋର ଆଦৌ ଦୁର୍ବଳତା ନାହିଁ। ଆକ୍ଚୁଆଲି କଥା କଣ ଜାଣି ପିଲାମାନେ ତା ମୁଣ୍ଡରେ ଗୋଟେ ଭୂତ ପୁରେଇ ଦେଇଛି। ମଣିଷ ସୁନା ପିନ୍ଧିଲେ ଗର୍ବୀ ଅହଙ୍କାରୀ ହେଇଯାଏ। ଲୋକଙ୍କର ମମିଙ୍କର ବହୁତ କଣ ଅଛି, ଫୁଙ୍ଗୁଳା ହେଇକି ବୁଲୁଛି ସଦାବେଳେ। ତମ ଭଉଣୀର କୋଉଟା ପସନ୍ଦ ଅପସନ୍ଦ ସେଇଟା ଆମ ପାଇଁ ମାଟାର ନୁହେଁ। ତଥାପି ଝିଅ ଦେଖାରେ ଯୋଉ ଫର୍ମାଲିଟିଟା ଅଛି ସେଇଟାକୁ ଆମକୁ ମେଣ୍ଟେନ୍ କରିବାକୁ ପଡିବ। ଆଣ୍ଟି ମୋ ଭାଇ ଯେ ପର୍ଯ୍ୟନ୍ତ ବାହା ହେଇନାହାନ୍ତି ମୋର ବାହାଘର ପ୍ରଶ୍ନ ହିଁ ଉଠୁନି। ସଦାବେଳେ ଗୋଟେ ଜିଦ, ଆଗ ମୁଁ ବାହାବି ତାପରେ ସିଏ ବାହା। ହେଲେ ଭଉଣୀଟା ଥାଉ ଥାଉ ବଡ ଭାଇଟା ବାହା ହେଇଗଲେ ଲୋକ କଣ କହିବା ପାଇଁ ଟିକେ ଚିନ୍ତା କରୁନାହାନ୍ତି। ଚାଲ ଯିବା, ଏମାନେ ଆମକୁ ଲୋକ ହତ୍ୟା କରିବା ପାଇଁ ଟିକେ ଡାକିଛନ୍ତି। ଛୋଟିଆ କଥା ବୁଝିପାରୁନ, ଭଲ ଘର ଭଲ ବର ପାଇଲେ ଝିଅମାନେ କାହିଁକି ବାହାବାକୁ ମନା କରନ୍ତି? ତମେ କଣ ଭାବୁଛ ମୋ ଭଉଣୀ କାହାକୁ ଭଲ ପାଇ ପ୍ରେମ କରୁଛି? ସେ ଯଦି କାହାକୁ ଭଲ ପାଇ ପ୍ରେମ କରୁଥାଏ ସେ ଲୋକଟା ହଉଛି ନିଜେ ମୁଁ, ତା ବଡ ଭାଇ ସ୍ୱାଧୀନ ମହାପାତ୍ର। ମୋ ଭାଇ ଯାହା କହୁଛନ୍ତି ଏକଦମ ଠିକ କଥା କହୁଛନ୍ତି। ଏଇ ଦୁନିଆରେ ଯଦି ମୁଁ ବେଶୀ କାହାକୁ ଭଲ ପାଏ ସେ ମଣିଷ ଜଣେ କହୁଛନ୍ତି ମୋ ଭାଇ। ତେଣୁ ମୋ ଭାଇକୁ ଛାଡି ମୁଁ କୁଆଡେ ଯିବିନି। ଆଉ ଯଦି ଭବିଷ୍ୟତରେ ମୁଁ କୁଆଡେ ଯାଏ କି କାହାକୁ ମ୍ୟାରେଜ କରେ ତାହେଲେ ସେ ପିଲାକୁ ଆମ ଘରେ ଘର ଯାଇ ରହିବାକୁ ପଡିବ। ବୁଝିପାରୁନି ତ ବେଶୀ ଥିଲା ପରେ ବି ତ କାହିଁକି ଘରେ ଛିଡା ହେଇଛ? আমি তো প্রস্তাবে রাজি। সেগুলোকে মুদিরা পিনিয়ে দিয়া দরকার পড়লে মুছে সত্যটি মরণ করবি। तुम हो सामने बाप को ऊपर को हाथ उठाई दे लो तो आज हातारे नो हरे जो तारे आज की टीवी जो আজি পর্যন্ত আমি চুপ রয়েছি। তাহলে কোন দিনটা নিজ কেসরে ফসাই তোতে জেল পঠাই সারা দিন। দেখো দেখো রে দুনিয়া বালা, গোটা মা কেমিতি কହୁଛି ତା ପୁଅକୁ ମିଛ କେସରେ ଫସାଇ ଜେଲକୁ ପଠେଇ ଦେବ। বঞ্চিত করে রাজরাস্তাকে ভেঙে দেওয়া আমার একমাত্র লক্ষ্য। রামচন্দ্র ভগবান সজীবা ଆଉ ମୋ ପୁଅ ଭରତ ରାଜା।
ଅପେକ୍ଷା କରିଛି ସେଦିନ କେବେ ଆସିବ ମୁଁ ପୁରା ଚାରିଟା ଭଳିଆ ଅନେଇ ବଇଛି ଅପେକ୍ଷା କଲେ ହବନି ବେଟା ଆମକୁ ଏମିତି ମାଛ ରୋଷେଇବାକୁ ପଡିବ ଯେ ଯେମିତି ଶିକାରଟା ଆପଣ ଛାଆ ପାଖରେ ନାନୀ ଆଗେ ଆଗେ ଦେଖो ହୋତା ହେ କ୍ୟା ଆରେ ମୁଁ ଭାବୁଛି ବୟସ ବଢିବା ସାଙ୍ଗେ ସାଙ୍ଗେ ମୋ ମାମାର ବୁଦ୍ଧିଟା ସବୁ ପାକଳ ହେଇଯାଇଥିବ ହେଲେ ଦେଖୁଛି ମୋ ମାମାର ବୁଦ୍ଧିଟା ସବୁ ତ କାଚ କିନ୍ତୁ ପାଣି ଭଳିଆ ପୁରା ଚକ୍ ଚକ୍ ମାରୁଛି ଏ ପ୍ରସ୍ତାବ ସମ୍ପର୍କରେ ତାଙ୍କୁ କିଛି ବି ଜଣା ନାହିଁ ଆଲୋକ ଏ କଥା କହିଲା ଆଜ୍ଞା ହଁ ସେଇଟାକୁ ମନାଚକୁ ଦେଖାଗଲାଣି ସେ ଜ୍ୟୋତି ପାଖରୁ କି ମିଠା ପାଉଛୁ କି ନାହିଁ ଆଉ ସମସ୍ତେ ପିତା ଲାଗେ ତାହେଲେ ଆଲୋକ ବାବୁ ଜ୍ୟୋତିକୁ ଭଲ ପାଆନ୍ତି ନାଇଁ ସେ ବିକାରଟା ଆମ ଆଲୋକ ପାଖରେ ପଡିଯାଇଛି ଆମ ଆଲୋକ ସେମିତି ନୁହଁ ଆଜ୍ଞା। ମୋ ଆଲୋକ ନା ପୁରା ସୁନା ନାଇଁ କଣ ମାମା ସିଏ କର ତାକୁ ଦେଖ ଆମେ ସ୍ୱପ୍ନ ହାତରେ ମୁଦି ପିନ୍ଧେଇ ସାରିଛୁ ମାନେ ସ୍ୱପ୍ନ ହିଁ ମୋ ଘରର ବୋହୂ ଆଜ୍ଞା ଏଇଟା ସତ କଥା ଆପଣ ସ୍ୱପ୍ନ ହାତରେ ମୁଦି ପିନ୍ଧେଇଛନ୍ତି ହେଲେ ଏ ପର୍ଯ୍ୟନ୍ତ ତା କଣ୍ଡିସନରେ ରାଜି ହେଇନାହାନ୍ତି ମାନେ କଥାଟା ହେଲା ଘର ଜୋଇ କଥା ସେଥିପାଇଁ ଖାସ୍ ସ୍ୱପ୍ନ ଆଉ ମୁଁ ସାଙ୍ଗ ହେଇକି ଆସିଛୁ ସ୍ୱପ୍ନ ଗେଟ୍ ବାହାଠି ଆସି ଡାକି ଦଉଛି ସ୍ୱପ୍ନ ସ୍ୱପ୍ନ ସ୍ୱାଧୀନ କଣ ଆଲୋଚନା କଥା ହଁ ମାନେ ତମେ ଆସି ଯାଇଛ ଠିକ କରିଛ ଏକ୍ଜାକ୍ଟଲି ଆସିବା ସ୍ୱାଭାବିକ ମୋତେ କେବେ ମିଳିନଥାନ୍ତା କିନ୍ତୁ ମୁଁ ଖାଲି ହାତରେ ଆସିବି କାହିଁକି ସରପ୍ରାଇଜ ନେଇକି ଆସିଛି ସଫାଇ କଣ ସଫାଇ ଆପଣଙ୍କ 10 ଗ୍ରାମ ସୁନା ମୁଦି ମୁଁ ଆପଣ ବନ୍ଧୁ ଘରୁ ଯେତେବେଳେ ଯାଉଛି ଖାଲି ହାତରେ ଯିବା ତ ଠିକ ହବନି କିଛି ତ ଗୋଟେ ନେଇକି ଯିବାକୁ ପଡିବ ସେଇଥିପାଇଁ ମୁଁ ଆପଣଙ୍କ 10 ଗ୍ରାମର ସୁନା ମୁଦିକି ନେଇକି ଆସିଛି ଭଲାପଣ କେମିତି ସବୁ କଥା ଶୁଣି ସାରିବା ପରେ ମୋ ମୁଣ୍ଡ ଗୋଟେ ଛୋଟ ଆଇଡିଆ ଆସିଲା ସମୟ ସବୁବେଳେ ପରିବର୍ତ୍ତନଶୀଳ କାହା ହାଣ୍ଡିରେ କିଏ ଚାଉଳ ପକେଇବ ସେଟା ସମୟ ହିଁ କହିବ ଆପଣ ବିଷୟରେ ଆମେ ଯଦି ସବୁ କଥା ଜାଣି ସାରିଛୁ ଆମେ ଏବେ ଏଇ ମୁହୂର୍ତ୍ତରେ ଆପଣମାନଙ୍କ ସହିତ ସବୁ ସମ୍ପର୍କ କାଟିଦେଇ ଚାଲିଛୁ ଏ ନିଅନ୍ତୁ ଆପଣଙ୍କର ସୁନା ମୁଦି କଥା କହିକି ଗୋଟେ କଥା ମନେ ରଖିଥିବେ ସମୟ ସବୁ କିଛି ବଦଳେଇ ଦିଏ ନିଆଁ ନଥାଇ ଘର ପଡିଦିଏ ପବନ ନଥାଇ ଛପର ଉଡେଇ ଦିଏ ଆଉ ରାଜା ପୁଅକୁ ଭିକାରୀ ସଜେଇ ଦିଏ ନଦୀ ପଟେର ବାଲିଗଡାକୁ ଉଠେଇ ନେଇ ଶାଳଗ୍ରାମ ସଜେଇ ଦିଏ ସେଇଥିପାଇଁ ଦୁନିଆରେ ସମସ୍ତେ କୁହନ୍ତି ମଣିଷ ସମୟର ଦାସ ଏ ଚୌଧୁରୀ ବଂଶର ଇନ୍ଦ୍ରପ୍ରସ୍ଥ ଭିତରେ ଓଭରି ଗୋଟିଏ 4 ଜଣ ସ୍ଥାନ ନାହିଁ କେବଳ ମୋ ସାନ ଭାଇ ବୋଲି ଯାଇ ମୁଁ ଚୁପ୍ ରହିଛି ତୋ ଜାଗାରେ ଆଉ କିଏ ଥିଲେ ମୁଁ ତା ଜିଭଟାକୁ ଉପାଡ଼ି ଦେଇଥାନ୍ତି ଓହୋ ମାମା ଏଇଟା ସହିତ ଗପୁଛ କଣ ଧକ୍କା ମାରି ଏଇଟା କହି ଘରୁ ବାହାର କରିଦିଅ ଆଉ ଧକ୍କା ମାରିବା ପର୍ଯ୍ୟନ୍ତ କଥା ଯିବନି ଥାଉ ଆରେ ମୁଁ ବି ଏ ଘର ଭିତରେ ତମମାନଙ୍କ ମୁହଁ ଦେଖେଇବାକୁ ଚାହୁଁନି ଏତେ ଦିନ ପରେ ମୋ ପ୍ରକୃତ ପରିଚୟଟା ମୋତେ ଜଣେଇ ଦେଇଥିବାରୁ ତମମାନଙ୍କୁ ଧନ୍ୟବାଦ ଦେବି କି ସାଧୁବାଦ ଜଣେଇବି କେବଳ ସେଇ କଥା ଭାବୁଛି ହେଲେ ଠାକୁରଙ୍କୁ ଏତିକି କହିବି ଠାକୁରେ ମୋ ମା ଆଉ ମୋ ସାନ ଭାଇକୁ ତମେ ଘଣ୍ଟ ଘୋଡେଇ ରଖିଥାଅ ସବୁ ବିପଦ ଆପଦରେ ସହାୟ ହବ ମୋ ପାଦ ଦିଟା କାଟି ଦିଅ ପଛେ ସେମାନଙ୍କ ପାଦରେ ତମେ କଣ୍ଟାର ଆଘାତ ଦିଅନି ପ୍ରଭୁ କଣ୍ଟାର ଆଘାତ ଯିବା ପୂର୍ବରୁ ଏ ଚୌଧୁରୀ ବଂଶର ସମ୍ପତ୍ତି ବର୍ତ୍ତମାନ କିଛି ଦିନ ଅଧିକ ନାହିଁ ବୋଲି ବଲ୍ ପେପରରେ ସାଇନ୍ କରିଦେଇଛ ଶୁଣ ଅଙ୍କୁଶ ଚୌଧୁରୀ ଆଉ ତମେ ବି ଶୁଣି ରଖ ମମି ଯୋଉଦିନ ତମେ ପ୍ରମାଣ କରିଦେବ ଯେ ଏ ଆଲୋକ ଗୋଟାଏ ବାଟ ସାଉଟା ଛୁଆ ଗୋଟେ ଜାଣଜ ପାସ୍ତାର ସେ ସେଇଦିନ ବଣ୍ଡ ପେପର ମୁଁ ସାଇନ୍ କରିବି କିନ୍ତୁ ତା କରୁ ନୁହଁ
ସେ ଔରଙ୍ଗଜେବ ଆଜି ପୁଣି ଗର୍ଜିବ। ସିଂହାସନ ପାଇଁ ଶେଷ ତା ଭାଇମାନଙ୍କୁ ହତ୍ୟା କରୁଥିଲା। ଆମେ କିନ୍ତୁ ତୋତେ ହତ୍ୟା କରିବୁନି, ଏମିତି ଚଳେଇ ଚଳେଇ ମାରିବୁ। କଣ ମତେ ଧମକ ଦଉଛୁ? ଓଡ଼ିଶାର ଭାଇ ଆଲେରି ବର୍ତ୍ତମାନ ଆଗୁଏ ଅତରା ଚୌଧୁରୀ ବିନା କହିଥିଲେ ମଣିଷକୁ କେମିତି ପଶୁ କରାଯାଏ ସେ ଖାଇବାଟା ମୋତେ ବେଶ ଭଲ ଭାବରେ ଜଣା। ତମେ କଣ କରିବାକୁ ଚାହୁଁଛ? ଏଇ ଗୋଟିଏ କଥା, ଘର ତৈୟାର ହେଇ ରହିବା ପରେ ଏ ଘର ସହିତ ତୋର କୌଣସି ସମ୍ପର୍କ ରହିବନି ବୋଲି କାଗଜ ପତ୍ରରେ ଚୁକ୍ତି କରିଦେଇଥିବ। ଅସମ୍ଭବ। ଖାଲି ମୁହଁରେ କହିଦେଲେ ହେଇଯିବନି ମାମା। ଯେହେତୁ କାଗଜ ପତ୍ରରେ ମୁଁ ଆଦିତ୍ୟ ଚୌଧୁରୀଙ୍କ ପୁଅ, ସେଇ ନ୍ୟାୟରେ ଚୌଧୁରୀ ସମ୍ପତ୍ତି ଉପରେ ମୋର ବି ଅଧିକାର ଅଛି। ତମେ ଯେତେ ଚେଷ୍ଟା କଲେ ବି ମତେ ସେଥିରୁ ବେଦଖଲ କରିପାରିବ। ଏ ସମ୍ପତ୍ତି ତ ଅଲଗା କଥା, ଏ ଘରକୁ ଇଟା ଖଣ୍ଡେ ବି ନେଇପାରିବୁନି। ମୁଁ ଇଚ୍ଛା କଲେ ମୋ ଚାର ସମସ୍ତ ସମ୍ପତ୍ତି ଦୁଃଖୀ ଦରିଦ୍ର ଲୋକମାନଙ୍କୁ ଦାନ କରିଦେବି ପଛେ ତମ ଭଳି କୁକୁର ମାନଙ୍କୁ ଦବାର ପ୍ରଶ୍ନ ଉଠୁନି।